ଚାହିଁଦେଲେ ଭଗବାନ କୃଷ୍ଣ। ନାରଦ ଯେତେବେଳେ ବଖାଣି ଦେଲେ ନୀରବ ହେଇଗଲେ ଠାକୁର। କହିଲେ ଆହା ତାହେଲେ ହେ ନାରଦ ମତେ ମୁକ୍ତି ଦବ କିଏ ସେ କୁହ। କୋଉଠି ଅଛନ୍ତି? ମର୍ତ୍ତ୍ୟପୁରରେ ଅବନ୍ତୀ ନଗରକୁ ଯାଆନ୍ତୁ ଠାକୁର ଗୋବିନ୍ଦ। ସେଠି ସତୀ ନାରୀ ଅଛି, ତୁମକୁ ପଦାଘାତ କଲେ ପାପ ପଙ୍କିଳରୁ ଉଦ୍ଧାର ହେବ। ସଜନ ନାରଦଙ୍କର ପରାମର୍ଶ କ୍ରମେ ଆପଣ ମାନଙ୍କର ଭଗବାନ କୃଷ୍ଣ 8 ବର୍ଷର ବାଳକ ରୂପକୁ ଧାରଣ କରି ଅବନ୍ତୀ ଅଭିମୁଖେ ଯାତ୍ରା କରିଛନ୍ତି। ସତୀ ନାରୀର ପାଦର ଆଘାତ ଖାଇଲେ ପ୍ରଭୁ ମୁକ୍ତି ପାଇବେ। ଚାଲିଛନ୍ତି ଅନେକ ରାସ୍ତା। ଏ ବୁଢା ଭାଇ ଯିବା ସମୟରେ ପୁରା ଜଙ୍ଗଲଟିଏ ପଡିଛି। ତେଣେ ବାଲ୍ୟକାଳର ସଖା ସୁଦାମା ଭିକ୍ଷାବୃତ୍ତିକି ଅବଲମ୍ବନ କରି ଫେରୁଛନ୍ତି ଅବନ୍ତୀ। ଭକ୍ତ ଭଗବାନଙ୍କର ଯୋଗସୂତ୍ର ଗୋଟିଏ ଜାଗାରେ ଚିନ୍ତା କଲେ ବାସୁଦେବ ଏ ତ ମୋର ବାଲ୍ୟକାଳର ସଖା ସୁଦାମା, କଣ ମୋତେ ଆଉ ମନେ ରଖିଥିବ? କହିଥିଲେ ଆଜ୍ଞା ପ୍ରଥମରୁ ଆପଣଙ୍କୁ ଭଗବାନ ଭକ୍ତକୁ ବାରମ୍ବାର ପରୀକ୍ଷା କରନ୍ତି। ଏଇଠି ସୁଦାମାକୁ ପରୀକ୍ଷା କଲେ ପ୍ରଭୁ ମନେ ରଖିଛି କି ନାହିଁ ବୋଲି। ବୁଢା ଭାଇ ପରୀକ୍ଷାଟା କଣ ଥିଲା ନା ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର 4 ମେଘକୁ ଡକାଇ ଯେତେବେଳେ ବର୍ଷଣ କରାଯାଇଛି ଭିକ୍ଷା କରି ନେଇ ଆସିଥିବା ତଣ୍ଡୁଳ କଲେ ଚାଉଳକୁ ବାନ୍ଧିଛନ୍ତି ଆଜି ଭକ୍ତ ପ୍ରବୀର ସୁଦାମା। ବର୍ଷାର ପ୍ରକୋପ ରକ୍ଷା ପାଇବା ପାଇଁ ଚିନ୍ତା କରୁଛନ୍ତି ସୁଦାମା। ତଣ୍ଡୁଳ ଓଦା ହେଇଯିବ, 5 ପ୍ରାଣୀ କୁଟୁମ୍ବ ଖାଇବେ କଣ, ଏଇ ଚିନ୍ତାରେ ଅଛନ୍ତି ସୁଦାମା। ଡାକିଦେଲେ ସେଦିନ କହିଲେ ଠାକୁରେ ଏ ଦୁଃଖ ତ ସମ ରକ୍ଷା କରିବ ମତେ କିଏ? ହେ ମହାପ୍ରଭୁ ଆପଣଙ୍କର ଦିନେ ବୟସର ସୀମା ଥିଲା 7। ଗୋପ କଟକ କଥା ଟିକେ ଚିନ୍ତା କର ପ୍ରଭୁ। ଯେତେବେଳେ ଇନ୍ଦ୍ର ସହିତ ଆପଣଙ୍କର ବିବାଦ ହେଇଥିଲା ଆପଣ କଣ କଲେ? 7 ଦିନ ଧରି ଇନ୍ଦ୍ର ବୃଷ୍ଟି କରିଥିଲା। ସେ ବୃଷ୍ଟିପାତର ଜଳରୁ ଆପଣ ଉଦ୍ଧାର କରିବା ପାଇଁ ନିଜେ କନିଷ୍ଠ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତଟାକୁ ଧାରଣ କରି ଦେଇଥିଲେ ନା। ଗୋପବାସୀ ଗୋପର ଆବାଳ ବୃଦ୍ଧ ବନିତା ମାନଙ୍କୁ ଆପଣ ରକ୍ଷା କରି ଦେଇଥିଲେ। ଆଜି ଏ ଗରିବ ବ୍ରାହ୍ମଣ ଆପଣଙ୍କୁ ଡାକୁଛି, ଆପଣ କଣ ଶୁଣିବେନି ଠାକୁର? ଆପଣ ଯଦି ନ ଶୁଣିବେ 5 ପ୍ରାଣୀ କୁଟୁମ୍ବ ଠାକୁର ମୋର ପ୍ରତିପୋଷଣ ହେବେ କେମିତି? ଭାସିଯିବେ ସଂସାର। ରକ୍ଷା କର ଠାକୁର, ରକ୍ଷା କର। ଡାକିଲେ ସୁଦାମା ସେଦିନ ବୁଢା ଭାଇ ଭାସି ଯାଏ ଦିନ ভাসি যায় ভাসি যায় দিনা ভাসি যায় দিনা চরণে গোসা কোলা দেবে দাস চরণে গোসা কোলা দেবে দাস রক্ষা কর নারায়ণ ভাসি যায় ডাকিলে সেদিন সুদামা কলে ঠাকুরে তুমি যদি রক্ষা ন করিব রক্ষা কর্তা হই
ଆଉ ଏ ଦିନ ଦୁଃଖୀକି ରକ୍ଷା କରିବ କିଏ ଠାକୁର? ନାଇଁ ବୁଢା ଭାଇ, କମ୍ପମାନ ହେଲା ପ୍ରଭୁଙ୍କର ଆସନ। ହେଲା ଏ ବୁଢା ଭାଇ, ଯେତେବେଳେ କମ୍ପମାନ ହେଲା, ବାଳକ ରୂପକୁ ଧାରଣ କରିଦେଲେ ପ୍ରଭୁ, ବୃଷ୍ଟିପାତକୁ ବନ୍ଦ କରିଦେଲେ। କହିଲେ ଆରେ ସୁଦାମା ମତେ ନିଶ୍ଚିତ ମନେ ରଖିଛି, ଭୁଲି ନାହିଁ ମତେ ସୁଦାମା। ତାହେଲେ ବୁଢା ଭାଇ 8 ବର୍ଷର ବାଳକ ରୂପକୁ ପ୍ରଭୁ ଧାରଣ କଲେ। ସୁଦାମା କାନ୍ଦୁଛନ୍ତି, ଆଖି ଛଳ ଛଳ, କାନ୍ଧରେ ପଡିଛି ଆଜି ଗାମୁଛାରେ କିଛି ତଣ୍ଡୁଳ କହିଲେ ଚାଉଳ। ଚାହିଁଦେଲେ ବୃଷ୍ଟି ଧୀରେ ଧୀରେ ବନ୍ଦ ହବା ପାଇଁ ଯାଉଛି। ଏ ବୁଢା ଭାଇ, ସୁଦାମାଙ୍କର ଲକ୍ଷ୍ୟ ପଡିଗଲା ଭଗବାନ ଗୋପୀନାଥଙ୍କ ଉପରେ 8 ବର୍ଷର ବାଳକ ରୂପକୁ। ଚାହିଁଦେଲେ ପ୍ରଭୁଙ୍କୁ। ସୁଦାମା କହିଲେ ବାବୁରେ, ଆହା ଏତେ ବୃଷ୍ଟିପାତ ହେଲା, ଘୋର ଜଙ୍ଗଲ ମଧ୍ୟରେ ଏ ପୁଅଟି କିଏ? ସେ ଏକାକି କାହିଁକି ବୁଲୁଛି? ପଚାରିଲେ ସୁଦାମା। କହିଲେ ବାବୁରେ, ଆଜ୍ଞା ବାବୁ ବାବୁ, ତୁ କିଏ ବାବୁ? ମୁଁ ଗୋପାଳ। ଏକାକି କାହିଁକି ଜଙ୍ଗଲରେ ବୁଲୁଛୁ ରେ? କେବଳ ଏ ଉଦର ପୋଷିବା ନିମନ୍ତେ। ମାନେ କିଛି ଖାଇ ନାହିଁ 4 ଦିନ ହେଲା। ଆସିଲୁ ଟିକେ ମୋ ପାଖକୁ। ତମେ ବ୍ରାହ୍ମଣ? ହରେ ବାବା, ମୁଁ ବ୍ରାହ୍ମଣ। ତମ ନାଁ କଣ? ମାନେ ସୁଦାମା। ସୁଦାମା ବୋଲି ମୁଁ ଜାଣି ଶୁଣିଥିଲି। ଆରେ ଏତେ ଛୋଟ ବୟସରୁ ସୁଦାମାର ନାଁଟା ତୁ କେମିତି ଶୁଣିଲୁ? ପ୍ରଭୁର ବଡ ଭକ୍ତ ଶିକଳି ଗାଧି ପାଠ ପଢୁଥିଲେ ବୋଲି ମୁଁ ଜାଣି। ସନ୍ଦୀପନିକ ଆଶ୍ରମରେ ଆମେ ଦୁଇ ପାଠ ପଢୁଥିଲୁ। ସେ କଣ ରାଜା ହେଇଗଲେ ତମର ସଖା? ତମେ ଏ କଥା କାହିଁକି ପଚାରିଲୁ ରେ? ମୋର କଣ ବନ୍ଧୁ? ତୋର କେହି ବନ୍ଧୁ ନା? ମୋ ବନ୍ଧୁ କାହାକୁ କହିବି ସଂସାରେ କିଏ ମୋର ବନ୍ଧୁ ବୋଲି? ଆରେ ବାଳକ ରୂପ, ଏତେ ଛୋଟ ବୟସରେ ପଚାରୁଛୁ ମୋର ବନ୍ଧୁର କଥା? କେହି ନାହାନ୍ତି ବାବୁରେ, ବନ୍ଧୁ ମୋର ଜଣେ ମାତ୍ର ଥିଲା। ସେ ଜଣକ କିଏ? ଜଣେ ମାତ୍ର ବନ୍ଧୁ ମୋର ଥିଲା ଯେ ଭୁଲିଗଲା। କଣ କହିବି ସେ ବନ୍ଧୁର କଥା? ଭୁଲିଗଲା। ମୋ ବନ୍ଧୁ ଆଉ ରାଜା ହେଇଯାଇଛି, ଆଉ ମୁଁ ଦିନହୀନ ଗରିବ ବ୍ରାହ୍ମଣ। ଆଚ୍ଛା, ତମେ କେବେ ଯାଇ ପଚାରିଛ ତାଙ୍କୁ? କାହାକୁ ପଚାରିବି? ବନ୍ଧୁକୁ। ସାଙ୍ଗ ହେଇ ପଡୁଥିଲା କହୁଛ। ବନ୍ଧୁକୁ କଣ ହାତ ବଢେଇ ମାଗିଥାନ୍ତି? ଆରେ ଥରେ କଥା ଦ୍ୱାରସ୍ଥ ହେଇଥାନ୍ତ। ନା ନା ନା, ବନ୍ଧୁକୁ କିଛି ମାଗି ପାରିନା।